भगवते वासुदेवाय। सप्तमोऽध्याय। शौनक उवाच। व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ, ଚିତ୍ତେ ସଞ୍ଚୟ ଯେତେ ଥିଲା, ନାରଦ ବାକ୍ୟ ଦୂର ହେଲା। ଚିତ୍ତେ ସଞ୍ଚୟ ଯେତେ ଥିଲା, ନାରଦ ବାକ୍ୟ ଦୂର ଗଲା। ସେ ସର୍ବଗୁଣେ ଅଧିକାରୀ, ନାରଦ ବାକ୍ୟ ଚିତ୍ତେ ଧରି। ପୁଣି କି କଲେ ପୁଣ୍ୟ ଦେହା, କହ ଆମ୍ଭକୁ ଯେବେ ଦୟା। ହେମନ୍ତ ମୁନିଙ୍କ ପ୍ରସନେ, କୃଷ୍ଣ ମହିମା ଗୁଣି ମନେ। ଶ୍ରୀସୁତ ଉବାଚ। ସୁତ କହନ୍ତି ତୋଷ ଚିତ୍ତେ, ମୁନିଜନଙ୍କର ଗ୍ରତେ। ସେ ବ୍ରହ୍ମ ନଦୀର ପଶ୍ଚିମେ, ଆଶ୍ରମ ସମ୍ୟା ପ୍ରାସନାମେ। ତହିଁ ଅଶେଷ ମୁନିଜନ, ଏଣୁ ଅନେକ ଯଜ୍ଞସ୍ଥାନ। ମଧ୍ୟେ ବଦରୀ ବନ ନାମ, ବ୍ୟାସଙ୍କ ନିୟତ ଆଶ୍ରମ। ସେ ବନେ ସରସ୍ୱତୀ ଜଳେ, ସ୍ନାନ ସାରି ପ୍ରାତଃକାଳେ। କୃଷ୍ଣ ମହିମା ଚିନ୍ତି ମନେ, ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି, ତକ୍ଷଣେ ପ୍ରଭୁ ନରହରି। ମାୟା ସଂଯୋଗେ ହେଲେ ଦୃଶ୍ୟ, ଯେ ପୂର୍ବେ ପୁରାଣ ପୁରୁଷ। ଯେ ମାୟା ତ୍ରିଗୁଣେ ଜଡ଼ିତ, ଅଜ୍ଞାନେ ଜୀବ ମୋହଗ୍ରସ୍ତ। ଅସତ୍ୟ ସତ୍ୟ ପ୍ରାୟେ ମଣେ, ଆତ୍ମାର ଗତି ନ ପ୍ରମାଣେ। ତାହାଙ୍କୁ ଉଦ୍ଧାରିବା ଅର୍ଥେ, ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ। ରଚିଲେ ଭାଗବତ ବାଣୀ, ଏ ଜୀବତରେ ତାହା ଶୁଣି। ଭକତି କଲେ କୃଷ୍ଣ ପାଦେ, ନ ପଡ଼େ ଲୋକ ମୋହ ବାଦେ। ତା କରି ହରିବାଣୀ, ଶୋଧନ କରି ତାକୁ ପୁଣି। ସ୍ୱଭାବେ ତାକୁ ନିଜ ସୂତେ, ହରଷେ ଦେଲେ ଭାଗବତେ। ବିଶେଷ ଗୋବିନ୍ଦ ପ୍ରସନେ, ମାୟା ନ ଲାଗେ ଯାର ମନେ। ଏମନ୍ତ ସତ୍ୟ ବାକ୍ୟ ଶୁଣି, ମୁନି ସକଳେ ମନେ ଗୁଣି। ମନ ସଞ୍ଚୟେ ଖେଦ ବହି, କହନ୍ତି ସୁତ ମୁଖ ଚାହିଁ। ଶୌନକ ଉବାଚ। ମାୟା ନ ଲାଗେ ଯାର ଚିତ୍ତେ, କି ପ୍ରୟୋଜନ ତାର ଗ୍ରନ୍ଥେ। ସୁଖ ସ୍ୱଭାବେ ଆତ୍ମାରାମ, ତାହାର ଗ୍ରନ୍ଥେ କିମ୍ପା ଶ୍ରମ। ତାହାର ଅର୍ଥେ ବ୍ୟାସସୂତ, ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେ ଜଗତେ, ସଂଶୟ ଲାଗେ ଆମ୍ଭ ଚିତ୍ତେ। ଶୁଣି ସଞ୍ଚୟ ମୁନି କଥା, କହନ୍ତି ସୁତ ବ୍ରହ୍ମବେତା। ଶ୍ରୀସୁତ ଉବାଚ।
ସ୍ୱଭାବେ ମୁନିଙ୍କର ଚିତ୍ତ ଗ୍ରନ୍ଥରେ ନୁହଁ ଗ୍ରନ୍ଥିତ। ତଥାପି ଅକିଞ୍ଚନପଣେ ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି ପରମାନନ୍ଦ କୁସୁମରି। ଯେଣୁ ସକଳ ଭୂତେ ହରି ପରମାନନ୍ଦ ରୂପେ ପୁରୀ। ତେଣୁ ଭକତି ଯେ ଅତିରେକ କହନ୍ତି ଏକ କୁଆରେକ। ସେ ଶୁକ ମୁନି ଶୁଦ୍ଧ ଚେତା ନିର୍ତ୍ତୋଭ୍ୟାସ କୃଷ୍ଣ କଥା। ଭକତ ଜନ ପୁଣ୍ୟ ଅର୍ଥେ ତାହାଙ୍କ ଜନ୍ମ ଏ ଜଗତେ। ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ। ଭକତ ପରୀକ୍ଷିତ କଥା ପଣ୍ଡୁତ ନୟକ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅର୍ଥେ ବୀରେ ମିଳିଲେ ବୀର ପଥେ। ଭୀମର ଗଦାଘାତ ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି। ପଳାଇ ଗଲା ପ୍ରାଣ ଡରେ ପଶିଲା ବ୍ୟାସ ସରୋବରେ। ଏମନ୍ତେ ହୋଇଲା ରଜନୀ ଭୟେ ମିଳଇ କୁରୁମଣି। କାନ୍ଦଇ ଜୀବନ ବିକଳେ ଦ୍ରୋଣନନ୍ଦନ ଦେଖି ଡୋଳେ। କହଇ ରାଜା ମୁଖ ଚାହିଁ ମୋତେ ନ ବରିଲୁ ଯେ ତୁହି। ଯୁଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି। ତୋତେ ବସାଇ ରାଜକୂଳେ ଅଖଣ୍ଡ ଅବନୀ ମଣ୍ଡଳେ। ଶୁଣି କହଇ ନୃପବର ଏବେ ତୁ ଅପାଣ୍ଡବା କର। ଏବେ କରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି। ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣକୁ ମର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ପେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା। ଦ୍ରୌପଦୀ ପଞ୍ଚ କୁସୁମରେ ଶୋଇ ଯେ ଥିଲେ ଅନ୍ତଃପୁରେ। ପୋଡ଼ି କାଟିଲା ତାର ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳ ପୂରିଲା ଭୂମି ଅନ୍ତରାଳ। ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷି ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ। ଅନେକ ଶାନ୍ତ ବାକ୍ୟ କହି କହେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣକୁ ମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ
ତୁ ଏବେ ସ୍ଥିର ଚିତ୍ତେ ଦେଖ ଏମନ୍ତେ ମଧୁର ବଚନ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ ବେଗେ ଧାଇଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା ବେଗେ ପଳାଇ ଭୂମି ଗତେ ପଶିଲା ଗଗନ ବନସ୍ତେ ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ କାତରେ ଚାରି ଦିଗ ଚାହିଁ ତାର ରକ୍ଷକ ଅଛି କାହିଁ ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମାସ୍ତ୍ରକୁ ଯେ ସୁମରି ସଂସାର ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମ ରାଶି ନାମ ବିରାଜେ ତେଜେ ରବି ସମ ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି ଶସ୍ତ୍ରର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ିଅ ଭୟ ପାଦ ତଳେ କହଇ ଜୀବନ ବିକଳେ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନକ ସୋଦର ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ ଯାହାକୁ ଦେଇ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାରୀ ଖଣ୍ଡିବ ଅବନୀର ଭାର ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ ଏଣୁ ତୋହର ଗତି ମୁହିଁ ତୋ ମାୟା ବଳେ ନ ଜାଣଇ ଏ ଯେ ଧାମଇ ବ୍ରହ୍ମସର ତେଜେ ଆଚ୍ଛାଦି ତିନି ପୁର ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି ଶ୍ରୀ ଭଗବାନ ଉବାଚ
ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣ ଇଂସହାରେ ବେଗେ ପଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁଜେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତେ ନ ପ୍ରମାଣୁ। ଶ୍ରୀସୁତ ଉବାଚ ଶୁଣି ଗୋବିନ୍ଦ ମୁଖବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି ମନେ ସୁମରି ନରହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର ଶୂନ୍ୟ ପେଶିଲା ବୀରବର। ଗଗନ ମାର୍ଗେ ବେନିଶରେ ଭୂମି ଆକାଶ ଅଭ୍ୟନ୍ତରେ। ଅର୍କ ନଳ ପ୍ରାୟ ଦିଶି ବଢ଼ିଲା 10 ଦିଗ ଗ୍ରାସୀ। ସେବେନି ଶସ୍ତ୍ର ଜୋରାସି ପ୍ରଳୟାନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ। କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ରେ ଶସ୍ତ୍ରକୁ ସଂହାର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହାରିଲେ ଆଣି। ଏଥୁ ଓହ୍ଲାଇ ମହାରୋଷେ ଧଇଲେ ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୂପେ ଶିର ଝୁଣି ଆକର୍ଷି ପାତିଲା ଧରଣୀ। କରଚରଣୁ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲବନ୍ଧେ। ଚରଣ ପାଶ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି। ଏ ବ୍ରହ୍ମ ବନ୍ଧୁ ବ୍ରହ୍ମଦ୍ରୋହୀ ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ମୁଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ ପ୍ରମତ ଉନ୍ମତ୍ତ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ। ତାର ମରଣେ ହୁଏ ପୁଣ୍ୟ ବେଦେ କହନ୍ତି ବିପ୍ରଜନ।
ତୁଜେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଦେହ ବହି। କହିଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣି ଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ହାର ପ୍ରାଣ ହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତରିୟ ନର ଏ ପାପୀ ଆତତାୟୀ ନର ବାଳକ ହନ୍ତା ଏ ତୁମ୍ଭର। ଯାହା ଆଶ୍ରୟେ ଭୋଗ କଲା ତାର ବିପଦ ଏ ଚିନ୍ତିଲା। ଏଣୁ ଯେ ଗଣା ପଶୁ ଗଣେ ନିର୍ତ୍ତୋ ବଞ୍ଚନ୍ତି ଘୋର ବଣେ। ଏମନ୍ତ ଧର୍ମ ପରିଚ୍ଛନ୍ନେ କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା ତୋରିପୁ ସମ୍ଭାଳ ବଇଲା। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷ ଗୁରୁଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଙ୍ଗମ। ସକଳ ଅସ୍ତ୍ର ଶସ୍ତ୍ର କଳା ସେ ଗୁରୁ ରୂପେ ଶିକ୍ଷା ଦେଲା। ସେହି ଯେ ପୁତ୍ର ରୂପେ ଜାତ ଆତ୍ମାରୁ ଆପଣା ସମ୍ଭୂତ। ସ୍ୱାମୀର ତହୁଁ ଅଧେ ଘେନି ଜଗତେ ଏହାର ଜନନୀ। ଏ ତୋର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା ସେ ପୁଣ୍ୟବତୀ ପ୍ରତିବ୍ରତା। ରୋଦନ ନ କରୁ ଯେ ଦୁଃଖେ ମୋହରି ପରି ପୁତ୍ର ଶୋକେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପ କରଇ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ ଏଣୁକେ ବିପ୍ର ହିଂସା ବହେ। ଶ୍ରୀସୁତ ଉବାଚ। ଦ୍ରୌପଦୀ ଧର୍ମନିଷ୍ଠା ବାଣୀ ହରଷେ ଯୁଧିଷ୍ଠିର ଶୁଣି।
ମୌନେ କିଛି ନ କହିଲେ, ସେ ଧର୍ମ ଅନ୍ତରେ ଜାଣିଲେ। ଶୁଣି ସକଳ ସହଦେବ, ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି, କୁନ୍ତୀ ସମେତ ଯେତେ ନାରୀ। ସେଠାରେ ଯେତେ ଜନ ଥିଲେ, ଏକଥା ସମର୍ଥନ କଲେ। ଏହାଙ୍କ ମଧ୍ୟେ ଭୀମସେନ, କ୍ରୋଧରେ ବୋଲଇ ବଚନ। କୋପେ ଅନାଇ କୃଷ୍ଣ ମୁଖେ, କହଇ ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ଼୍ଗେ କାଟି ଶିର, ଏହାକୁ ନରଙ୍କୁ ଧର। କି ପ୍ରୟୋଜନ କିସ ଅର୍ଥେ, ଏ ପାପୁ ତରିବେ କେମନ୍ତେ। ଶୟନେ ଶିଶୁ ବଧ କଲା, ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି, ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହସି ଭାବଗ୍ରାହୀ, କହନ୍ତି ଅର୍ଜୁନଙ୍କୁ ଚାହିଁ। ଶ୍ରୀ ଭଗବାନ ବାଚ। ମରଣ ଉଚିତ ଏହାର, ୟାକୁ ନ କର ବୀରବର। ଯେ ଆତତାୟୀ କର୍ମ କରେ, ଅଧର୍ମ ଯୁଗେ ଶସ୍ତ୍ର ଧରେ। ଜୀବନ ଥାଉ ସେ ମରନ୍ତି, ଅନ୍ତେ ଯେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର, ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ, ତୁ ଯେ କହିଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି, ଶିରେ ଚରଣ ପୂଜା କରି। ଖଣ୍ଡିବ ପୁତ୍ର ସୁଖ ତୋତେ, ମୋର ବଚନ କର ଏବେ। ଶସ୍ତ୍ର ଏହାର ତେଜ ହର, ଜୀବନ ମୃତ ପ୍ରାୟ କର। ଶାସ୍ତି ଲାଞ୍ଛନ ଏ ବିହରୁ, ଏ ବିପ୍ର କେବେ ହେନ ମରୁ। ଶୋକ ନ ଥାଉ କୃଷ୍ଣ ଚିତ୍ତେ, ଏକଥା କର ଭୀମ ମତେ। ଏକଥା ମୋର ସମ୍ମତ, ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ, ତୀକ୍ଷ୍ଣ ଖଡ଼୍ଗ ଘେନି କରେ। କେଶ ଧଇଲା ବାମ ହସ୍ତେ, ମଣିଏ ଥିଲା ତାର ମାଥେ। ଖଡ଼୍ଗ ଯେ ଘେନି ଦୃଢ଼ ମୁଷ୍ଟି, ମଣି ସହିତେ ଶିଖା କାଟି। ଆଣିସ୍ତା ପିଲା ବାହୁବଳେ, ଦ୍ରୌପଦୀ ଦେବୀ ପାଦ ତଳେ। ତକ୍ଷଣେ ବନ୍ଧନ ଫେଡ଼ିଲା, ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେ ଛନ୍ନ, ମଳିନ ଦିଶେ ତା ବଦନ। ମଣି ହରଣେ ତେଜ ଗଲା,
ନଗରୁ ବେଗେ ପଳାଇଲା। ବେଶ ବିବେଶ କରି ହରି ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାଣେ ଏହି ମତେ ମରଣ ଲଭନ୍ତି ଜୀମନ୍ତେ। ଦ୍ରୋଣକୁ ମୋରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବ ତୁଣ୍ଡରାଇ। ଦ୍ରୋଣକୁ ମୋରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବେ ଆକୁଳ ପୁତ୍ର ଶୋକେ ବାଳକେ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନିଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧ ଭାଗବତେ ସୁଜନ ଜନଙ୍କର ହିତେ। ଅମୃତ କୃଷ୍ଣର ରଚିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଦୌଣି ଦଣ୍ଡେ ନାମ ସପ୍ତମୋऽଧ୍ୟାୟः।